144 ବର୍ଷରେ ଆସିଥିବା ଚଳିତ ବର୍ଷର ମହାକୁମ୍ଭକୁ ନେଇ ଢେର ଉତ୍ସାହ ଦେଖିବାକୁ ମିଳୁଛି। ଏହି ସର୍ବବୃହତ୍ ମାନବ ସମାବେଶ ପୃଥିବୀଠାରୁ 450 କିଲୋମିଟର ଦୂର ମହାକାଶରୁ ମଧ୍ୟ ଆଲୋକିତ ଦେଖାଯାଇଛି। ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ମହାକୁମ୍ଭର 2ଟି ଫଟୋ ନିଆଯାଇଛି। ରାତି ସମୟରେ ଝିଲିମିଲି ଦେଖାଯାଉଥିବା ଏହି ଫଟୋ ବେଶ୍ ଅନନ୍ୟ ରହିଛି। ରାତିରେ ୟୁପିର ପ୍ରୟାଗରାଜ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଛି। ନାସାର ମହାକାଶଚାରୀ ଡନ୍ ପେଟିଟ୍ ଏହି ଫଟୋ ସେୟାର କରିଛନ୍ତି। सोशल मीडिया शेयर होता यह फोटो को बहुत पसंद करा जाउछि। 69 वर्षीय डॉन पेटिट वर्तमान एक्सपीडिशन 72 क्रू रो अंश भाव में अंतर्जातीय स्पेस स्टेशन में अछंती। रविवार से महाकुंभ मेलार 2टी फोटो शेयर करथिले। महाकुंभ मेला एक महत्वपूर्ण हिंदू तीर्थयात्रा। यह प्रति 12 वर्ष व्यवधान में अनुष्ठित होता बेले चलित वर्ष 144 वर्ष पर एक विशेष जोग पड़ी। शेषथर एपरी महाकुंभ 1881 आयोजन करा जायतिला। ଏହି ଆୟୋଜନକୁ ଦୁନିଆର ସବୁଠୁ ବଡ଼ ମାନବ ସମାବେଶ ବୋଲି କୁହାଯାଉଛି, ଯେଉଁଥିରେ କୋଟି କୋଟି ତୀର୍ଥଯାତ୍ରୀ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇବାକୁ ଆସିଥାନ୍ତି। ଗଙ୍ଗା ସ୍ନାନ ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ତ୍ୱକୁ ଜାଗ୍ରତ କରିଥାଏ। 6 ସପ୍ତାହରେ 400 ମିଲିୟନ ତୀର୍ଥଯାତ୍ରୀ ଏକତ୍ରିତ ହେବେ। ଜାନୁଆରୀ 29 ସୁଦ୍ଧା ପାଖାପାଖି 7 କୋଟି ଲୋକ ଗଙ୍ଗା ସ୍ନାନ କରିବେ। ଏହା ପୂର୍ବରୁ ମହାକାଶ କେନ୍ଦ୍ର 2024 ଜାନୁଆରୀରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିର ଫଟୋ ଉତ୍ତୋଳନ କରିଥିଲା। 2 दिन तले इसरो पक्षर 2 प्रकार सैटेलाइट चित्र जारी करा जायतिला। भारतीय महाकाश गवेषणा संगठन बा इसरोर राडार इमेजिंग उपग्रह महाकुंभर चित्र पठाइतिला। जनवरी 13 रु फेब्रुआरी 26 पर्यंत 45 दिन धरी ଏହି ମହାକୁମ୍ଭ ଆୟୋଜନ କରାଯାଇଛି।